ए प्रभु जगतर नाथ जगन्नाथ कहीं मो प्रति एते अन्याय कर चली छटाकुरे जो दिन जमीदार पद मोर चली गला से दिन ठारू सहधर्मिणी से कथा को झुरी झुरी आर पारी को चली गला झील मोर मात्र 3 वर्षर होता से झील को बार स्नेह बापर ताक दे ताको एड़िकी करी ईश्वर आज को 2 वर्ष हम जख्मा रोगर मते आक्रांत करी कहीं छटपट करी मारू ठाकुरे कहीं ईश्वर मो जीवन कहानी लेखिला बेलू कौन अधा निदरे शोईथिल ना अन्य मनस्करे थिल मो जीवनर साधा कागजरे एमिति अंका बंका गार टाणी जे ना आग को जाई पारुछि ना पछकु फेरी पारुछि नाई झील मोर सकाल उठी सांग साथी बेले खेलिबा को जाइछि जे ए पर्यंत बिता फेरिबार ना नहीं बेल आसी मुंड को पाइलानी खोजी खोजी हताश हो गलेनी कुआड़े गला केमिति हैला ए पर्यंत भी से आसीनी आलो ए बारूपा आलो बारूपा तू कौट अच्छु रे बा तू शीघ्र चली अरे बा तोरी बुढ़ा बाप डाकुछि रे बा तमें मते डाकिले बापा अरे बापा प्रथमे मोर भूमिष्ठ प्रणाम ग्रहण करंतु तापर जे कथाबार्ता बापा थाऊ रे बा थाऊ लोट बाऊ दीर्घजीवी हो पुत्री लोटियो बा बापा एथिरे कहंतु मते काहे डाकिले एलो ए बा हां बापा तू सांग साथी बेले सकाल उठी खेलिबा को जाइछु जे ए पर्यंत भी तो बुढ़ा बापर कथा तोते कौन मन पड़ुनी कि बापा मु गला बेल तो सब काम दाम सारी दे तुमको जो जिनस दरकार थिला सेटा मते तुम पाखरी रखी दे जाइथिल परा ठीक अछि जे बा ए बा बापा तोर आउ कोन से खेलिबा बयस एबे अछि किलो मा बापा अरे बा आउ किछि दिन परे मुंडरे ओढ़ना दे शाशुघर चली बयस तोर हेलाड़ी बापा अरे बा हिली से समय तो हे जाए आसरी बापा जो दिन आसीब से दिन मु निश्चय शाशुघर चली जीवी हेले बापा आ गोटे कथा जानी छ मु जो पर्यंत तम पाखरी रही से पर्यंत मु ठीक केमिति सांग साथी सहित निश्चय खेलिबा पई जीवी बापा बापा ए बा हां बापा तोते डाकिबा कारण कौन जानी रे बा ना तो मु तोते गोटे कथा पचारिबी बोली डाकिछि रे बा बापा आउ जहा मु पचारिबी ताहा सत सत कहिबु रे बा बापा मते पुणी तमे कौन पचारिबो अरे बा आ मु सत कथा कहबिनी
ତମେ ତ ଜାଣିଛ ବାପା ପିଲାବେଳରୁ ମତେ ମିଛ କହିବା ପାଇଁ ଜମା ବି ପସନ୍ଦ ଆସେନି। ଯୋଉଟା ସତ ସେଇଟା ମୁଁ ନିଶ୍ଚୟ କହେ ବାପା। ହେଲେ ବାପା ସେଇ କଥା ପଚାରିବା ଆଗରୁ ମୁଁ ମଧ୍ୟ ଗୋଟେ କଥା କହିବା ପାଇଁ ତମ ପାଖକୁ ଖୁସି ମନରେ ଚାଲି ଆସିଛି ବାପା। ଠିକ କଥା ଯେ ମା, ପ୍ରଥମେ ମୋ କଥାର ଉତ୍ତର ଦେଇଦେ ରେ ମା। ବାପା ଠିକ ଅଛି ବାପା, ପଚାରନ୍ତୁ। ରୂପା ବାପା, ଆମ ଏ ଚନ୍ଦନଗଡ଼ ରାଜ୍ୟର ସମସ୍ତ ଜନ ପ୍ରଜା ରାସ୍ତା ଘାଟେ ନଦୀ ତୁଟେ ଖାଲି ତୋରି ଚର୍ଚ୍ଚା କରୁଛନ୍ତି ରେ ମା। ଚର୍ଚ୍ଚା? କଣ ଚର୍ଚ୍ଚା କରୁଛନ୍ତି ବାପା? କଣ ଚର୍ଚ୍ଚା କରୁଛନ୍ତି ଶୁଣିବୁ ମା? ନିଶ୍ଚୟ ବାପା। ଆମ ଏଇ ଚନ୍ଦନଗଡ଼ ରାଜ୍ୟର ରାଜା ନଗେନ୍ଦ୍ରଙ୍କ ବଡ଼ ପୁଅ ଆଦର୍ଶକୁ ତୁ ପରେ ଭଲ ପାଉଛୁ। କାହିଁକି ଚୁପ୍ ରହିଲୁ ରେ ବା? କାହିଁକି ଚୁପ୍ ରହିଲୁ? ସତ କଥାଟା କହିଦେ। ହଁ ବାପା, ତମେ ଯୋଉଟା ଶୁଣିଛ ଆଉ ଯୋଉଟା ମୋ ଚର୍ଚ୍ଚା କରିଛନ୍ତି ସେଇଟା ସମ୍ପୂର୍ଣ୍ଣ ଭାବରେ ସତ ବାପା। ବାପା, ତୁ ଯୋଉ ରାସ୍ତାକୁ ଯାଉଛୁ ସେଇ ରାସ୍ତାରୁ ଓହରିଆ ରେ ମା। ବାପା ତମେ ପରା ସେଇ ବାଟ ଚାଲିବା ପାଇଁ ଛୋଟବେଳରୁ ମତେ ବାଟ ଦେଖେଇଥିଲ ବାପା। ହଁ ବାପା, ଏମିତି ଭଲ ପାଇବାର ରାସ୍ତା ମୁଁ ତତେ କହିଥିଲି ବାପା, ହେଲେ ଏ ପ୍ରେମ କରିବାର ରାସ୍ତା ଦେଇନି ରେ ମା। ତମେ ଜାଣିଛ ବାପା, ଆଗପଟେ ଗଲା ପଦ କଣ ପଛକୁ ଫେରି ଆସେ ବାପା। ତାକୁ ସତରେ ବାପା ମୁଁ ବହୁତ ଭଲ ପାଏ, ଆଉ ସେ ମଧ୍ୟ ତାଙ୍କ ଜୀବନଠୁ ଅଧିକ ଭଲ ପାଆନ୍ତି ବାପା। ନାଇଁ ମା ନାଇଁ, ତୁ ଏ ଦୁନିଆର ଲୋକମାନଙ୍କୁ ଜାଣିନୁ କି ଚିହ୍ନିନୁ ରେ ବା। ବାପା, ଏ ଦୁନିଆର ଯେତିକି ବଡ଼ ବଡ଼ିକିଆ ଲୋକମାନେ ଅଛନ୍ତି ସମସ୍ତେ ଆମ ଭଳି ଗରିବ ଘର ଝିଅ ବୋହୂମାନଙ୍କୁ କଣ୍ଢେଇ ଭାବି ଖେଳ ଖେଳି ଶେଷରେ ତାଙ୍କ ଜୀବନ ନଷ୍ଟ କରିଦିଅନ୍ତି ବା। ନା ବାପା, ସେମିତି କେବେ ବି ନୁହେଁ। ମୋ ଆଦର୍ଶ ମୋ ପିଲାବେଳଠୁ ତା ସହିତ ସାଥୀ ହେଇକି ବଡ଼ ହେଇ ଆସିଛି, ହେଲେ ସେ ସେମିତି ଭୁଲ କାମ କେବେ ବି କରିନି ବାପା। ଖାଲି ଏତିକି ଜାଣିଛି ସେ ହୃଦୟ ଦେଇକି ଜୀବନ ଦେଇକି ସେ ମତେ ବହୁତ ଭଲ ପାଏ। ସେ ମୋ ବିନା ବଞ୍ଚି ପାରିବନି କି ମୁଁ ତା ବିନା ବଞ୍ଚି ପାରିବିନି। ତୁ ଆଉ ସେ କଥା ତୁଣ୍ଡରେ ଧରନା। ଏତେ ବଡ଼ ସଂସାରରେ ମୋ ନିଜର ବୋଲି କିଏ ଅଛି ରେ ମା? ବାପା, ତୁ ଏକା ହିଁ ମୋ ନିଜର। ଯୋଉ ଦିନ ତୋ ମା ତତେ ଛାଡ଼ି ଆର ପାରିକୁ ଚାଲିଗଲା ସେଇ ଦିନ ଠାରୁ ମୁଁ ତତେ ମାର ସ୍ନେହ ବାପର ତାକତ ଦେଇ ଏଡ଼ିକିରୁ ଏଡ଼ିକି କରିଛି ରେ ମା। ତୁ ସେଇ ବନିବା କଥାଟା ତୁଣ୍ଡରେ ଧରନା ରେ ମା। ବାପା, ତମେ ଜାଣିଛ ବାପା, ଯେତେବେଳେ ମୁଁ ତୁମ କୋଳରେ ଜନ୍ମ ଲବିଲି ସେ ସମୟରେ ମୁଁ କେବେ ବି ମାକୁ ଦେଖିନି ବାପା। ମାର ସ୍ନେହ କଣ ଏଇଟା ମଧ୍ୟ ମୁଁ ଜାଣିନି ବାପା। ଯୋଉ ସମୟରେ ମାର ପଣତକାନି ମୋ ମୁଣ୍ଡରେ ବାଜିବା କଥା ସେଇ ସମୟରେ ପଣତକାନି କାହିଁ ବାପା? ବାପା, ତମେ କେତେ ଛୋଟରୁ କେତେ ବଡ଼ କରିଛ ମତେ ମୁଁ ସବୁ ଜାଣିଛି ବାପା। ଓଦା ପଟରେ ତମେ ଶୋଇ ବାପା, ଶୁକୁଲା ପଟରେ ମତେ ଶୋଇଛ ବାପା। ଭଲ ବୁଦ୍ଧି ସୁଧି ପାଠ ସାଠ ପଢ଼ି ଭଲ ବାଟ ମଧ୍ୟ ଚଲା ଶିଖେଇଛ ବାପା। ଥାଉ ସେ ପୁରୁଣା କଥାକୁ ଆଉ ଭାବି କିଛି ଲାଭ ନାହିଁ ରେ ବାପା। ତମେ ତ ସେଇ ପୁରୁଣା କଥା ଗୁଡାକୁ ମନେ ପକେଇ ମତେ କଷ୍ଟ ଦେଉଛ ବାପା। ବାପା, ବାପା ତମେ ଏମିତି କାଶୁଛ କଣ ପାଇଁ ବାପା? ମୁଁ ଗଲାବେଳେ ଯୋଉ ଔଷଧ ଦେଇଥିଲି ସେଇଟା ଖାଇଛ ନା ନାଇଁ? ହେ ଭଗବାନ, ତତେ ଯଦି ନ ଦେଖିଲେ ତୋ ବାପ କଣ ପାଣି ଟୋପାଏ ପିଏ କି ରେ ବାପା?
ତମେ ସେ ଔଷଧଟା ନ ଖାଇଲେ ସତରେ ବାପା ତମ ଦେହଟା ଆହୁରି ଖରାପ ହେଇଯିବ। ବାପା ମୁଁ କିଛି ଶୁଣିବିନି, ଚାଲ ଶୀଘ୍ର ଶୀଘ୍ର ସେ ଔଷଧଟା ଖାଇନେବ ବାପା। ଠିକ ଅଛି ରେ, ଔଷଧ ଖାଇକି बेसी दिन ठू टिके भूली गली ना कौन एटा रुद्र माधव घर ना कौन मुझे जानी पारुनी हेले तथापि डाकिबी ओ रुद्र आज्ञा रुद्र माधव आज्ञा बापा।